କହିବି ଏଇଟା ଗୋଟେ ସହଯୋଗ ଗୋଟେ ଭାଇର ଭାଇ ପାଇଁ ଠିଆ ହେବାର ସମୟ। ତ ଏଇଟା ହେଉଛି ମୁଁ କହିବି ଅଙ୍କିତ ଭାଇ ଅମ୍ଳାନ ଭାଇଙ୍କ ପାଇଁ ଏଇ ଯୋଉ ରଜର ବଜାରରେ ଯୋଉ ଫିଲ୍ମର ଯୋଉ ଘମାଘୋଟ ଲଢ଼େଇ ଚାଲିଥାଏ, ତ ଏଥରକ ଲଢ଼େଇ ନୁହେଁ, ଏଇଟା ଗୋଟେ ଭାଇ ଭାଇ ଭିତରର ଗୋଟେ ବନ୍ଧୁ ମିଳନ ଭାତୃ ମିଳନ। ସବୁ ଓଡ଼ିଆ ଦର୍ଶକ ଭାଇ ବନ୍ଧୁମାନଙ୍କୁ କହିବି ଯେ ଏଇ ରଜ ମାର୍କେଟରେ ଯେତିକି ରଜ ମଉଜ କରୁଛନ୍ତି କିନ୍ତୁ ତା ଭିତରେ କିଛି ସମୟ ଛାଡ଼ିକି ଆସନ୍ତୁ, ଶିକାର ହୁଅନ୍ତୁ କିମ୍ବା ଶିକାର କରନ୍ତୁ। ମୁଁ କହିବି ଏଇଟା ଗୋଟେ ସହଯୋଗ ଗୋଟେ ଭାଇର ଭାଇ ପାଇଁ ଠିଆ ହେବାର ସମୟ। ତ ଏଇଟା ହେଉଛି ମୁଁ କହିବି ଅଙ୍କିତ ଭାଇ ଅମ୍ଳାନ ଭାଇଙ୍କ ପାଇଁ ଏଇ ଯୋଉ ରଜର ବଜାରରେ ଯୋଉ ଫିଲ୍ମର ଯୋଉ ଘମାଘୋଟ ଲଢ଼େଇ ଚାଲିଥାଏ, ତ ଏଥରକ ଲଢ଼େଇ ନୁହେଁ, ଏଇଟା ଗୋଟେ ଭାଇ ଭାଇ ଭିତରର ଗୋଟେ ବନ୍ଧୁ ମିଳନ ଭାତୃ ମିଳନ। ତ ଏଇ ଯୋଉ ରଜ ମଉଜକୁ ଆହୁରି ଅଧିକ ବଢ଼େଇବା ପାଇଁ ମୁଁ କହିବି ଯେ ଶିକାର ମୁଭିଟି ବହୁତ ହି ଗ୍ରହଣୀୟ ଯୋଗ୍ୟ ହେଇଛି ଏବଂ ଗୋଟେ ସସ୍ପେନ୍ସ ଥ୍ରିଲରର ଗୋଟେ ଟେଷ୍ଟ ଅଛି। ବାକି ଜିନିଷ ରିଭିଲ୍ କରିବିନି, ସେଥିରେ ଅମ୍ଳାନ ଭାଇ ଅଙ୍କିତ ଭାଇ ବହୁତ ହି ଭଲ ପରଫର୍ମ କରିଛନ୍ତି। ଆଉ ଲୋକମାନେ ଆସିଲେ ନିଶ୍ଚୟ ଭାବରେ ଶିକାର କିଏ ହେଇଛି ଆଉ ଶିକାର କିଏ କରିଛି ସେ ବିଷୟରେ ବହୁତ ଭଲ ଭାବରେ ଜାଣିପାରିବେ। ଯେତିକି ରଜ ମଉଜ କରୁଛନ୍ତି କିନ୍ତୁ ତା ଭିତରେ କିଛି ସମୟ ଛାଡ଼ିକି ଆସନ୍ତୁ, ଶିକାର ହୁଅନ୍ତୁ କିମ୍ବା ଶିକାର କରନ୍ତୁ। ମୁଁ କହିବି ଏଇଟା ଗୋଟେ ସହଯୋଗ ଗୋଟେ ଭାଇର ଭାଇ ପାଇଁ ଠିଆ ହେବାର ସମୟ। ତ ଏଇଟା ହେଉଛି ମୁଁ କହିବି ଅଙ୍କିତ ଭାଇ ଅମ୍ଳାନ ଭାଇଙ୍କ ପାଇଁ ଏଇ ଯୋଉ ରଜର ବଜାରରେ ଯୋଉ ଫିଲ୍ମର ଯୋଉ ଘମାଘୋଟ ଲଢ଼େଇ ଚାଲିଥାଏ, ତ ଏଥରକ ଲଢ଼େଇ ନୁହେଁ, ଏଇଟା ଗୋଟେ ଭାଇ ଭାଇ ଭିତରର ଗୋଟେ ବନ୍ଧୁ ମିଳନ ଭାତୃ ମିଳନ। ତ ଏଇ ଯୋଉ ରଜ ମଉଜକୁ ଆହୁରି ଅଧିକ ବଢ଼େଇବା ପାଇଁ ମୁଁ କହିବି ଯେ ଶିକାର ମୁଭିଟି ବହୁତ ହି ଗ୍ରହଣୀୟ ଯୋଗ୍ୟ ହେଇଛି ଏବଂ ଗୋଟେ ସସ୍ପେନ୍ସ ଥ୍ରିଲରର ଗୋଟେ ଟେଷ୍ଟ ଅଛି। ବାକି ଜିନିଷ ରିଭିଲ୍ କରିବିନି, ସେଥିରେ ଅମ୍ଳାନ ଭାଇ ଅଙ୍କିତ ଭାଇ ବହୁତ ହି ଭଲ ପରଫର୍ମ କରିଛନ୍ତି। ଆଉ ଲୋକମାନେ ଆସିଲେ ନିଶ୍ଚୟ ଭାବରେ ଶିକାର କିଏ ହେଇଛି ଆଉ ଶିକାର କିଏ କରିଛି ସେ ବିଷୟରେ ବହୁତ ଭଲ ଭାବରେ ଜାଣିପାରିବେ। ଯେତିକି ରଜ ମଉଜ କରୁଛନ୍ତି କିନ୍ତୁ ତା ଭିତରେ କିଛି ସମୟ ଛାଡ଼ିକି ଆସନ୍ତୁ, ଶିକାର ହୁଅନ୍ତୁ କିମ୍ବା ଶିକାର କରନ୍ତୁ। ମୁଁ କହିବି ଏଇଟା ଗୋଟେ ସହଯୋଗ ଗୋଟେ ଭାଇର ଭାଇ ପାଇଁ ଠିଆ ହେବାର ସମୟ। ତ ଏଇଟା ହେଉଛି ମୁଁ କହିବି ଅଙ୍କିତ ଭାଇ ଅମ୍ଳାନ ଭାଇଙ୍କ ପାଇଁ ଏଇ ଯୋଉ ରଜର ବଜାରରେ ଯୋଉ ଫିଲ୍ମର ଯୋଉ ଘମାଘୋଟ ଲଢ଼େଇ ଚାଲିଥାଏ, ତ ଏଥରକ ଲଢ଼େଇ ନୁହେଁ, ଏଇଟା ଗୋଟେ ଭାଇ ଭାଇ ଭିତରର ଗୋଟେ ବନ୍ଧୁ ମିଳନ ଭାତୃ ମିଳନ। ତ ଏଇ ଯୋଉ ରଜ ମଉଜକୁ ଆହୁରି ଅଧିକ ବଢ଼େଇବା ପାଇଁ ମୁଁ କହିବି ଯେ ଶିକାର ମୁଭିଟି ବହୁତ ହି ଗ୍ରହଣୀୟ ଯୋଗ୍ୟ ହେଇଛି ଏବଂ ଗୋଟେ ସସ୍ପେନ୍ସ ଥ୍ରିଲରର ଗୋଟେ ଟେଷ୍ଟ ଅଛି। ବାକି ଜିନିଷ ରିଭିଲ୍ କରିବିନି, ସେଥିରେ ଅମ୍ଳାନ ଭାଇ ଅଙ୍କିତ ଭାଇ ବହୁତ ହି ଭଲ ପରଫର୍ମ କରିଛନ୍ତି। ଆଉ ଲୋକମାନେ ଆସିଲେ ନିଶ୍ଚୟ ଭାବରେ ଶିକାର କିଏ ହେଇଛି ଆଉ ଶିକାର କିଏ କରିଛି ସେ ବିଷୟରେ ବହୁତ ଭଲ ଭାବରେ ଜାଣିପାରିବେ।